ସୁନା ବେଶରେ ଘଟିଗଲା ବିରାଟ ବଡ଼ ଅଘଟଣ। ବିଚିତ୍ର ଲୀଳା ଇଏ। ଚାହୁଁ ଚାହୁଁ କିଛି ସେକେଣ୍ଡ ଭିତରେ ସବୁ କିଛି ଲୀନ ହେବାକୁ ବସିଥିଲା। ଆଉ ଏଇଠି ଘଟିଲା ବିରାଟ ବଡ଼ ଚମତ୍କାର। ବର୍ଷ ବର୍ଷ ଅପେକ୍ଷା କରିଥିବା ଫଳ ଆଜି ଯେମିତି ଚେତା ଶୂନ୍ୟ ହୋଇ ପଡ଼ିଥାନ୍ତା। ପ୍ରଭୁଙ୍କର କୃପା ଛାଡ଼ି ଯାଇଥାନ୍ତା। ହେ ପ୍ରଭୁ, ଇଏ କ'ଣ ହୋଇଗଲା? ଏମିତି କେମିତି ହେଲା? ଆଉ ସେଇଠି ଲକ୍ଷ ଲକ୍ଷ ଲୋକଙ୍କର ଭିଡ଼ ଭିତରେ ସମସ୍ତଙ୍କର ଆଖିରୁ ଦୁଇ ଠୋପା ଲୁହ ମଧ୍ୟ ବହୁଥାଏ। ହେ ପ୍ରଭୁ, ଏମିତି କେମିତି ହେଲା? ଏ କାହିଁକି ହେଲା? ଆଉ କିଏ ବା କଲା? ତେବେ ସୁନା ବେଶରେ ଏମିତି କିଛି ଚମତ୍କାର ଘଟିଛି ଯାହା ଆପଣମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ବର୍ଷ ବର୍ଷ ଅପେକ୍ଷା ଫଳ ମିଳିଛି। ଏମିତି କିଛି ଘଟିଛି ଆପଣମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣମାନେ ଯଦି ପ୍ରଭୁ ଜଗନ୍ନାଥଙ୍କ ଭକ୍ତ, ପ୍ରଭୁ ଜଗନ୍ନାଥଙ୍କୁ ନିଜ ଆରାଧ୍ୟ ଦେବତା ବୋଲି ମାନନ୍ତି, ଭିଡ଼ିଓଟି ଗୋଟେ ଲାଇକ୍ କରି କମେଣ୍ଟରେ ଜୟ ଜଗନ୍ନାଥ ବୋଲି ଲେଖି ଦିଅନ୍ତୁ। ଘର ତାଙ୍କର ପିପିଲି ବ୍ଲକରେ। ରୁହନ୍ତି ବାପା, ମା, ପୁଅ, ଝିଅ। ବେଶ ହସ ଖୁସିରେ ଚାଲିଥାଏ ତାଙ୍କ ପରିବାର। ତେବେ ବାପା ତାଙ୍କର କିଛି କାମ କରୁନଥାନ୍ତି, କାହିଁକି ନା ରୋଗରେ ପୀଡ଼ିତ। ଏପଟେ ଭଉଣୀ ତାଙ୍କର ମଧ୍ୟ ଘର କାମ କରୁଥାଏ। ଆଉ ମାକୁ ମଧ୍ୟ ଆଖିକି ଦେଖା ଯାଉନଥାଏ। ବହୁତ କଷ୍ଟରେ ପୁଅଟିଏ ଦି ପଇସା ରୋଜଗାର କଲେ ଘରେ ତାଙ୍କର ଠିକ ଠାକ ସଂସାର ଚାଲେ। କଷ୍ଟରେ ବହୁ କଷ୍ଟରେ ରୁହନ୍ତି। ବେଳେ ବେଳେ ତ ପଇସା ନଥାଏ ଖାଇବା ପାଇଁ କି। ଶେଷରେ ଭଉଣୀ ମଧ୍ୟ ବହୁତ ଚେଷ୍ଟା କରୁଥିଲା ସିଲେଇ କାମ କରି ଦି ପଇସା ରୋଜଗାର କରିବ, କିନ୍ତୁ ବାପା ମାଙ୍କ ଦୁଃଖ ଶୁଣିବ କିଏ? ଏପଟେ ବାପା କଥା, ମା କଥା ମଧ୍ୟ ବୁଝିବା ପାଇଁ ପଡୁଛି। ଚାହୁଁ ଚାହୁଁ କିଛି ଦିନ ବିତିଗଲା। ପ୍ରଭୁ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ ପିଣ୍ଟୁ। ଆଉ ତାଙ୍କର ଭଉଣୀଙ୍କ ନାଁ ହେଲା ଦେବକୀ। ବହୁତ ଭଲରେ ଚାଲିଥିଲା ତାଙ୍କ ସଂସାର, କିନ୍ତୁ ଏଇଆ ଯେ ତାଙ୍କ ଜୀବନ ଦୁଃଖ ଥିଲା ଯେ ଭଲରେ ଦି ମୁଠା ଖାଇ ପାରନ୍ତି ନାହିଁ। ବହୁତ ଗରିବ ଶ୍ରେଣୀର ଲୋକଟିଏ। ଆଉ ପୁଅ ଯାହା ବି ଦି ପଇସା ରୋଜଗାର କରେ ସେଥିରେ ସବୁ କିଛି ଘର ସଂସାର, ଝିଅର ପାଠ ପଢା, ବାପାଙ୍କର ମେଡିସିନ, ମାଙ୍କର ମେଡିସିନ ସବୁ କିଛି ଚାଲିଯାଏ। ଆଉ ଏପଟେ ଭଉଣୀ ଜଣକ ମଧ୍ୟ ପାଠ ପଢୁଥାଏ, ପାଖାପାଖି ନବମ ଶ୍ରେଣୀର ଝିଅଟିଏ। ଆଉ ଏମିତି ଚାହୁଁ ଚାହୁଁ କିଛି ଦିନ ବିତିଗଲା। ଶେଷରେ ଏମିତି କିଛି ଘଟଣା ଘଟିଗଲା ଆପଣମାନେ ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ବାପା ମାଙ୍କ ପ୍ରତ୍ୟେକ ଦିନ ସେବା କରେ ଭଉଣୀ। ଭାଇର ସେପଟେ ଗାଁ ମୁଣ୍ଡରେ ଗୋଟିଏ ପାନ ଦୋକାନଟିଏ ଥାଏ। ସେଠି ଯାହା ଦି ପଇସା ରୋଜଗାର କରେ ଘରେ ଦିଏ। ପାଖରେ ଥିବା ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ଦର୍ଶନ କରି ଡେଲି ଦୋକାନ ଖୋଲେ। ଡେଲି ଏମିତି ତାର ବ୍ୟବସାୟ ଚାଲିଥାଏ। ଆଉ ସେପଟେ ବାରିରେ ମଧ୍ୟ କିଛି ଫଳ ପନିପରିବା ଲଗେଇଛନ୍ତି, ଯାହା ମଧ୍ୟ ସେଠୁ ବାହାରେ ସେଇଠି ମଧ୍ୟ କିଣାକିଣି କରି ଅନ୍ୟ ଜିନିଷ ଖାଆନ୍ତି। କିନ୍ତୁ ଏମିତି ତାଙ୍କର ଚାଲିଥିଲା। ଦିନ ଆସିଲା, ଏମିତି କିଛି କଳା ବାଦଲ ତାଙ୍କ ଘର ଉପରେ ମାଡ଼ି ବସିଲା ଯାହାକି ଭାଇ ମଧ୍ୟ କଳ୍ପନା କରିନଥିଲେ। ତେବେ ଚାହୁଁ ଚାହୁଁ ଭଉଣୀର ମାନସିକ ଅବସ୍ଥା ଖରାପ ରହିଲା। ହଠାତ୍ ଭଉଣୀକି ଆଉ କିଛି ଶୁଭିଲା ନାହିଁ। ହଠାତ୍ ସେ ମଧ୍ୟ ସବୁ କଥା ଧୀରେ ଧୀରେ ଭୁଲିବା ପାଇଁ ଲାଗିଲା। ଏମିତି କ'ଣ ରୋଗ ହେଲା? ତେଣୁ ମେଡିକାଲ ଯାଇ ଚିକିତ୍ସା କଲେ। ମେଡିକାଲ ଡାକ୍ତର ମଧ୍ୟ କହିଲେ ଆମେ କିଛି କରିପାରିବୁ ନାହିଁ। କଟକରେ ମଧ୍ୟ ଯାଇ ପଚାରିଲେ। କଟକରେ ମଧ୍ୟ ଡାକ୍ତର କହିଲେ ସବୁ ସେଇ ଭଗବାନଙ୍କ ଇଚ୍ଛା। ଏମିତି ପାଖାପାଖି ବହୁତ ଖର୍ଚ୍ଚ ହୋଇଗଲା ମେଡିକାଲରେ। ଭାଇ ମଧ୍ୟ ନିଜ କଷ୍ଟ ଅର୍ଜିତ ଜନ ଗାଁ ଗହଳିରୁ ଭାଇ ବନ୍ଧୁ କୁଟୁମ୍ବଠୁ ଯେତେ ପଇସା ସବୁ ଧାର କରଜ କରିକି ଆଣିଥିଲା ସବୁ ଭଉଣୀ ମେଡିକାଲ ପିଛା ଖର୍ଚ୍ଚ ହୋଇଗଲା। ଶେଷରେ ନିରାଶ ହୋଇଗଲା ଭାଇ। ପାଖାପାଖି 6 ମାସ ବିତିଗଲା ପରେ ମଧ୍ୟ ଭଉଣୀ ଦେହ ସୁସ୍ଥ ହେଲା ନାହିଁ। ଭଉଣୀ ଭୁଲି ଯାଇଛି, ପାଗେଳିଙ୍କ ଭଳିଆ ହଉଛି। କ'ଣ ହେଲା? କି ରୋଗ ହେଲା? ହେ ପ୍ରଭୁ ଜଗତରନାଥ ଜଗନ୍ନାଥ, ମୋ ଭଉଣୀକି ଭଲ କରିଦେ ପ୍ରଭୁ, ମୋ ଭଉଣୀକି ଭଲ କରିଦେ। ଏମିତି କହି କାନ୍ଦୁଥାଏ। ଡେଲି ଗୁହାର କରୁଥାଏ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପାଖରେ। ଶେଷରେ ଦୋକାନ ମଧ୍ୟ ଖୋଲୁଥାଏ। ଘର ପାଖରେ ମନ୍ଦିର ପାଖରେ ଡେଲି ମାନସିକ କରେ, ହେ ପ୍ରଭୁ ମୋ ଭଉଣୀକି ରକ୍ଷା କର ପ୍ରଭୁ, ମୋ ଭଉଣୀ ଦେହ ଭଲ ହେଇଯାଉ, ମୋ ଭଉଣୀ ଆଗ ଭଳିଆ ଭାଇ ମତେ ଡାକୁ, ଆଗ ଭଳିଆ ସବୁ କରୁ। ଏପଟେ ଭାଇ ଘଣ୍ଟେ 2 ଘଣ୍ଟା ଦୋକାନ ଖୋଲିଥିବ, ସେପଟେ ପୁଣି ଦୌଡ଼ି ଯାଇ ନିଜର ପରିବାର ସେବା କରିବ। ବହୁତ କଷ୍ଟରେ ଚାଲିଥିଲା ପରିବାର। ଚାହୁଁ ଚାହୁଁ ରଥଯାତ୍ରା ପାଖେଇ ଆସିଲା। ଭାଇ ଘଣ୍ଟେ 2 ଘଣ୍ଟା ଦୋକାନ ଖୋଲେ, ଘର ସମ୍ଭାଳେ। ଶେଷରେ ନିଷ୍ପତ୍ତି ନେଲା ସେଇ ପ୍ରଭୁ ଜଗନ୍ନାଥଙ୍କ ପାଖକୁ ଗଲା, ମନ୍ଦିରକୁ ଗଲା। ହେ ପ୍ରଭୁ ଆଉ କେତେ ଦିନ ପରେ ରଥଯାତ୍ରା, ହଜାର ହଜାର ଲକ୍ଷ ଲକ୍ଷ ଲୋକଙ୍କର ଭିଡ଼ ଜମିବ।
ମୁଁ ଖାଲି ଏତିକି ଡାକୁଛି ମୋ ଭଉଣୀର ଦେହ ଭଲ କରିଦେ, ତାର ମାନସିକ ଅବସ୍ଥା ଠିକ ହୋଇଯାଉ, ସେ ମତେ ଭାଇ ବୋଲି ଡାକୁ, ମୋ ବାପା ମାଙ୍କ ପାଖରେ ରହୁ, ଏମିତି ପାଗଳି ଭଳିଆ ନ ହଉ, କାହିଁକି ନା ମୁଁ ବହୁତ କଷ୍ଟରେ ପରିବାରଟି ଚଳଉଛି। ଆଉ ଏମିତି ହେଲେ ମୁଁ ସତରେ ଭାଙ୍ଗି ପଡୁଛି ପ୍ରଭୁ, ମୋ ଡାକ ଶୁଣ। ଏମିତି କହି ବହୁତ ମୁଣ୍ଡ ବାଡେଇଲେ, ଶେଷରେ ନିଷ୍ପତ୍ତି ନେଲେ, ପ୍ରଭୁ ତୁ ନିଶ୍ଚିତ ଭଲ କରିଦେ, ଆଉ ମୋ ଭଉଣୀ ଯଦି ଭଲ ହୋଇଯିବ ମୁଁ ନିଶ୍ଚିତ ମୋ ଘରଠୁ ଦଣ୍ଡ ମାରିକି ଅରୁଣ ସ୍ତମ୍ଭ ଯାଏ ଯିବି, ଆଉ ତମକୁ ଦର୍ଶନ ମଧ୍ୟ କରିବି, ହେ ମୋର ଏତିକି କୃପା। ଏମିତି କହି ବହୁତ କାନ୍ଦିଲା। ପୁରା 2 ଘଣ୍ଟା ପର୍ଯ୍ୟନ୍ତ, ରାତି 9ଟା ପର୍ଯ୍ୟନ୍ତ ସେଇ ମନ୍ଦିରରେ ଥାଏ, ବହୁତ କାନ୍ଦୁଥାଏ। ସେପଟେ ମଧ୍ୟ ନନା କହିଲେ, ଆରେ ପିଣ୍ଟୁ ତୁ ଘରକୁ ଯିବୁନି? ପିଣ୍ଟୁ ଆଖିରେ ଲୁହ ଛଳ ଛଳ। ସେ କହିଲା, ନନା ତମେ ତ ଜାଣିଛ ମୋ ଭଉଣୀର ଏମିତି ଅବସ୍ଥା, ମୋ ବାପାର ଏମିତି ଅବସ୍ଥା, ମୋ ମାର ଏମିତି ଅବସ୍ଥା, କିଏ ମୋ ଘର ସମ୍ଭାଳିବ? ମୁଁ ଏପଟେ ନିଜ ଦୋକାନ ଖୋଲିବି ନା କଣ କରିବି? ଏମିତି ବହୁତ କାମ ଥାଏ। ସେଇ ସମୟରେ ନନା କହିଲେ, ବ୍ୟସ୍ତ ହେନା, ପ୍ରଭୁ ଜଗନ୍ନାଥ କୃପା କରିବେ, ଆଉ ତୋ ପରିବାର ପୁଣି ଭଲରେ ଚଳିବ, ତୋ ଭଉଣୀ ଦେହ ଭଲ ହେଇଯିବ, ଏମିତି କହିଲେ। ସେଇଠି ମୁଣ୍ଡିଆ ମାରିକି ମାନସିକ କରିକି ଆସିଲା। ଠିକ ମାସେ ପରେ ରଥଯାତ୍ରା, ଆଉ ରଥଯାତ୍ରା ପୂର୍ବରୁ ଭଉଣୀକି ନେଇକି ଗଲା ପୁଣି ଆଉଥରେ ମେଡିକାଲରେ ଡାକ୍ତର କହିଲେ, ହୁଏତ ମାନସିକ ଅବସ୍ଥା ଠିକ ଆସୁଛି, ଏବେ ସ୍ଥିର ରହିଛି, ଏବେ ତାକୁ ଗୋଟିଏ କାମ କର, କୌଣସି ପ୍ରକାର କାମ କରାଉନି, ତାକୁ ତାଙ୍କ ଲାଇଫରେ ଯାହା ସବୁ ଘଟିଥିଲା, ମାଙ୍କ କଥା, ବାପାଙ୍କ କଥା ପ୍ରତ୍ୟେକ ଦିନ କୁହ। ଆଉ ପ୍ରତ୍ୟେକ ଦିନ ଭାଇ ଦୋକାନ ବନ୍ଦ କରି ନିଷ୍ପତ୍ତି ନେଲା ଯେ ଏଇଠି 10ରୁ 15 ଦିନ ମୋ ଭଉଣୀକି ସବୁ କିଛି କହିବି, ସବୁ କିଛି ପୁରୁଣା କଥା ମନେ ପକାଇବି, ହସ କଥା, ଦୁଃଖ କଥା ଭଉଣୀ ଶୁଣୁଥାଏ, ପାଗଳି ଭଳିଆ ଏପଟ ସେପଟ ହଉଥାଏ। ଶେଷରେ ନିଷ୍ପତ୍ତି ନେଲା, ଏମିତି ଡାକି ଡାକି କାନ୍ଦି ପକଉଥାଏ, ପ୍ରତ୍ୟେକ ଦିନ ରାତିରେ କାନ୍ଦୁଥାଏ। ଏପଟେ ପଇସା ବାକି କରଜ ହୋଇଗଲାଣି, ଗାଁ ଲୋକ ମଧ୍ୟ କିଛି କହୁନଥାନ୍ତି, କାହିଁକି ନା ଅଭାବୀ ଲୋକଟିଏ, ଏପଟେ କଣ ବା କରିବ ଗୋଟିଏ ପୁଅ। ଶେଷରେ ଚାହୁଁ ଚାହୁଁ ଭଉଣୀର କିଛି ଦେହ ସ୍ଥିରତା ଆସିଲା, ପୁଣି ମେଡିକାଲ ଗଲା। ମେଡିକାଲରେ ଡାକ୍ତର କହିଲେ, ଏଇ ମେଡିସିନଟେ ଦିଅ, ଭଉଣୀର ଦେହ ଭଲ ହୋଇଯିବ। ଶେଷରେ ପ୍ରଭୁ ଜଗନ୍ନାଥଙ୍କୁ ଡାକିଲେ, ଆଉ ସତକୁ ସତ ସକାଳୁ ଉଠିଲା ବେଳୁ ଭଉଣୀ ଗୋଟେ ସ୍ୱପ୍ନ ଦେଖିଲା। ହଠାତ୍ ଭାଇ ଭାଇ ବୋଲି କହି ଚିଲେଇଲା, ମା ମା ବୋଲି କହି ଚିଲେଇଲା, ବାପା ବୋଲି ଚିଲେଇଲା। ବାପା ମା ତ ଧୀରେ ଧୀରେ ଯାଉଥାନ୍ତି। ଭାଇ କହିଲା, କଣ ହେଲା ଭଉଣୀ କହି ଗଲା ବେଳୁ ଭାଇକି କୁଣ୍ଢେଇ ପକେଇଲା ଭଉଣୀ ଡରି ଯାଇଥାଏ। ଆଉ ସେଇ ସମୟରେ ଭାଇ ଯେତେବେଳେ କହିଲା, ଭାଇ ଆଖିରୁ ଛଳ ଛଳ ଲୁହ। ଭାଇ କହିଲା, ଭାଇ ପଚାରିଲା, ପୁରା ଚୁପ ରହିଲା, କିଛି ସମୟ ଆଶ୍ଚର୍ଯ୍ୟ ହେଲା, ଆଖିରୁ ଲୁହ ବାହାରୁଥାଏ। ଖାଲି କହିଲା, ଭଉଣୀ ତୁ ଠିକ ଅଛୁ ତ? ସେଇ ସମୟରେ କହିଲା, ହଁ ଭାଇ ମୁଁ ଠିକ ଅଛି, ମତେ ଡର ଲାଗୁଛି ଭାଇ ଏମିତି କହିଲା ଯେତେବେଳେ, ସେଇ ସମୟରେ ଭାଇ ଆଖିରୁ ଲୁହ, ଖୁସିର ଲୁହ, କାହିଁକି ନା ଭଉଣୀର ମାନସିକ ଅବସ୍ଥା ଠିକ ହୋଇଗଲାଣି, ଭାଇ ବୋଲି ଚିହ୍ନିଲାଣି, ବାପା ମାଙ୍କୁ ଚିହ୍ନିଲାଣି। ଏଥର ଭାଇ ମନ ବହୁତ ଖୁସି। ଶେଷରେ ନିଷ୍ପତ୍ତି ନେଲା ଯେ ମୁଁ ରଥଯାତ୍ରା ଦିନ ଦଣ୍ଡ ମାରିକି ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ଯିବି, ଅରୁଣ ସ୍ତମ୍ଭକୁ ଯିବି, ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବି। ଆଉ ଏକଥା କହିଲା ବେଳୁ ଆମ ଲୋମ ଟାଙ୍କୁରି ଉଠୁଛି, କାହିଁକି ନା ପ୍ରଭୁ ଜଗନ୍ନାଥଙ୍କ ଚମତ୍କାର କିଭଳି। ମେଡିକାଲ ଗଲା, 6 ମାସ ବୁଲିଲା, କୌଣସି କିଛି ଇଏ ହେଲା ନାହିଁ। ଶେଷରେ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆଜି ତାଙ୍କ ଭଉଣୀ ସୁସ୍ଥ ହୋଇଯାଇଛି। ଆଉ ଗୋଟେ ବର୍ଷ ପରେ ଭଉଣୀର ମଧ୍ୟ ବାହାଘର ହେବ, ଭାଇ ମଧ୍ୟ ବାହା ହେବ, ଭଲରେ ମଧ୍ୟ ସାରିଛି ସଂସାର। ଭାଇ ଦଣ୍ଡ ମାରିକି ବହୁତ କଷ୍ଟରେ ଅରୁଣ ସ୍ତମ୍ଭ ଯାଇ ଗଲା, ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲା। ଦେହ ହାତ ଛିଣ୍ଡି ଯାଇଥାଏ, ସାଙ୍ଗରେ ଥାନ୍ତି ଗାଁର ଜଣେ ଲୋକଟିଏ, ତା ମଝିରେ ପାଣି ଦଉଥାନ୍ତି। ବହୁତ କଷ୍ଟରେ ପ୍ରଭୁ ଜଗନ୍ନାଥଙ୍କୁ ଡାକିଲା। ଆଉ ସୁନାବେଶ ଦିନ ସେଇଠି ରହିଲା, ପାଖାପାଖି 8 ଦିନ ଯାକ ସେଇ ପାଖରେ ରହିଲା, ପ୍ରଭୁ ଜଗନ୍ନାଥଙ୍କୁ ସେବା କଲା। ଆଉ ଗାଁରେ 2 ଜଣ ଭାଉଜ, ଜଣେ ଆଉ ନାନୀ ଜଣେ ତାଙ୍କ ଘର ସମ୍ଭାଳୁଥାନ୍ତି, କାହିଁକି ନା ସେ କହିଥିଲା ରଥଯାତ୍ରାଠୁ ଆରମ୍ଭ କରି ମୁଁ ପୁରା ସୁନାବେଶ ପର୍ଯ୍ୟନ୍ତ ଏଇଠି ହିଁ ରହିବି, କାରଣ ପ୍ରଭୁ ଜଗନ୍ନାଥ କୃପାରୁ ଆଜି ମୋ ପରିବାର ମୋ ପାଖକୁ ଫେରି ଆସିଛି। ଆଉ ଚାହୁଁ ଚାହୁଁ ସୁନାବେଶ ମଧ୍ୟ ଦେଖିଲା। ଆଉ ସୁନାବେଶରେ ଭାଇ ସହିତ ଘଟିଗଲା ବିରାଟ ଅଘଟଣ, ଯାହା ଫଳରେ ସମସ୍ତଙ୍କର ଆଖିରୁ ଲୁହ ଝରୁଥାଏ। ଭାଇ ନିଷ୍ପତ୍ତି ନେଲା ଯେ ମୁଁ ଏଇଠି ଯେତିକ ସବୁ ବୃଦ୍ଧା ବା ଛୋଟ ପିଲା ଅଛନ୍ତି ସମସ୍ତଙ୍କୁ ନେଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ। ସତକୁ ସତ ସାଇଡରେ ଯେତିକ ଥିଲେ ବୁଢୀ ଲୋକ, ମଉସା ଲୋକ ଥିଲେ, ତାଙ୍କୁ ବହୁତ କଷ୍ଟରେ ସିଏ ନିଜେ ନେଇକି ଯାଇଥାଏ। ଜଣେ ବୃଦ୍ଧାଙ୍କୁ ତ କାନ୍ଧରେ ବସେଇକି ନେଲେ, ଲୋକମାନେ ସବୁ ଦେଖୁଥାନ୍ତି, ଲୋକମାନଙ୍କ ଆଖିରୁ ଛଳ ଛଳ ଲୁହ। ହେ ପ୍ରଭୁ, ଇଏ କି ଲୀଳା ପ୍ରଭୁ, ସତରେ ପିଣ୍ଟୁକୁ ମାନିବାକୁ ପଡିବ। ପ୍ରଭୁ ଜଗନ୍ନାଥଙ୍କର ଏତେ ବଡ ଭକ୍ତ ଯିଏ, ସେ କି ତା ଜୀବନର ସବୁ କିଛି ପାଇଯାଇଛି।
ତେବେ ଇଏ ଥିଲା ପିଣ୍ଟୁର ଗୋଟେ ଛୋଟିଆ ଅନୁଭୂତିଟିଏ, ଯାହାକି ଆଜି ମଧ୍ୟ ତାକୁ ବହୁତ ଖୁସି ଦଉଛି। କାରଣ ପ୍ରଭୁ ଜଗନ୍ନାଥ ଚମତ୍କାରରୁ ଆଜି ତା ପରିବାର ବହୁତ ହସ ଖୁସିରେ ଅଛି। ତେଣୁ ଆପଣଙ୍କର ଯଦି କିଭଳି ଅନୁଭୂତି ଅଛି ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣାଇବେ।